ସମସ୍ତଙ୍କୁ ସାରା ଚ୍ୟାନେଲର ଜୀବନର ସାରା କାର୍ଯ୍ୟକ୍ରମରେ ସ୍ୱାଗତ ଜଣାଏ। ଆଜି ଆମେ ମନୋଭାବ ଅବା ଯାହାକୁ ଅଂଗ୍ରେଜୀରେ ଆଟିଚ୍ୟୁଡ କୁହନ୍ତି ସେହି ବିଷୟରେ ସଂକ୍ଷେପରେ ଆଲୋଚନା। ଆଜିର ବାକ୍ୟର ସାର ହେଲା ସଠିକ ମନୋଭାବ କଷ୍ଟକୁ ଆଶୀର୍ବାଦରେ ପରିଣତ କରେ। ପ୍ରିୟ ଭାଇ ଓ ଭଉଣୀମାନେ, ଆମ ସମସ୍ତଙ୍କ ଜୀବନରେ ସମସ୍ୟା ଅଛି। କେବେ ରୋଗ, କେବେ ଅର୍ଥ ସମସ୍ୟା, କେବେ ପାରିବାରିକ କଷ୍ଟ। କିନ୍ତୁ ଏକ ଗୁରୁତ୍ୱପୂର୍ଣ୍ଣ, ଆମେ ସେ ପରିସ୍ଥିତିକୁ କିପରି ଦେଖୁଛୁ। ଥରେ ଜଣେ ଶିକ୍ଷକ ତାଙ୍କ ଛାତ୍ରମାନଙ୍କୁ ଏକ ପରୀକ୍ଷା କରି ଦେଖାଇଲେ। ସେ ଗୋଟେ ଗ୍ଲାସରେ ପାଣି ଆଣିଲେ, ଆଉ ସେ ପାଣିକୁ ଫୁଟାଇଲେ, ଆଉ ତା ମଧ୍ୟରେ ଗୋଟେ ଆଳୁ, ଗୋଟେ ଅଣ୍ଡା ଏବଂ କିଛି କଫି ମଞ୍ଜି ରଖିଲେ। କିଛି ସମୟ ପରେ ସେ ପଚାରିଲେ, ତୁମେ କ'ଣ ଦେଖୁଛ? ଆଳୁ ପୂର୍ବରୁ କଠିନ ଥିଲା, କିନ୍ତୁ ଗରମ ପାଣିରେ ନରମ ହୋଇଗଲା। ଅଣ୍ଡା ପୂର୍ବରୁ ନରମ ଥିଲା, କିନ୍ତୁ ଗରମ ପାଣିରେ କଠିନ ହୋଇଗଲା। କିନ୍ତୁ କଫି ମଞ୍ଜି ପାଣିକୁ ନିଜେ ପରିବର୍ତ୍ତନ କରିଦେଲା। ଏଥିରୁ ଆମକୁ ଶିକ୍ଷା ମିଳେ, ଜୀବନର କଷ୍ଟ ସମସ୍ତଙ୍କୁ ଆସେ, କିନ୍ତୁ ଆମର ମନୋଭାବ ନିର୍ଣ୍ଣୟ କରେ ଯେ ଆମେ କେମିତି ପ୍ରତିକ୍ରିୟା କରିବୁ। ପରିସ୍ଥିତି ସମାନ ଥାଏ, କିନ୍ତୁ ମନୋଭାବ ଆମର ଭବିଷ୍ୟତ ନିର୍ଣ୍ଣୟ କରେ। ଆମେରିକାର ଜଣେ ଜଣାଶୁଣା ପାଷ୍ଟର ଚାର୍ଲସ ଆର୍ ସ୍ୱିଣ୍ଡଲ କୁହନ୍ତି, ଜୀବନରେ ଯାହା ଘଟିଥାଏ ତାହା ମାତ୍ର 10%, ଆଉ 90% ଆମେ ତା ଉପରେ କିପରି ପ୍ରତିକ୍ରିୟା କରୁଛୁ। ଆମେ ଜୀବନର ସବୁକିଛି ନିୟନ୍ତ୍ରଣ କରିପାରିବାନି, କିନ୍ତୁ ଆମେ ଆମର ମନୋଭାବକୁ ନିୟନ୍ତ୍ରଣ କରିପାରିବା। ଏବଂ ସେହି ମନୋଭାବ ପରିସ୍ଥିତି ଅପେକ୍ଷା ଆମ ଜୀବନକୁ ଠିକ ଭାବରେ ଆକୃଷ୍ଟ କରେ। ଯଦି ଆପଣଙ୍କ ଜୀବନରେ ଗୋଟେ ଏମିତି ପରିସ୍ଥିତି ଆସେ ଯେଉଁଥିରେ ସମସ୍ୟା, ରୋଗ, ବିପଦ ଓ ନିରାଶା ଥାଏ, ଆଉ ସେହି ବିଷୟରେ ଆପଣଙ୍କର ଦୁଇଟି ମନୋଭାବ ହୋଇପାରିବ। ପ୍ରଥମତଃ, ଆପଣ ଭାଙ୍ଗି ପଡ଼ି ପ୍ରଭୁଙ୍କୁ ଦୋଷ ଦେବା ଆରମ୍ଭ କରିପାରନ୍ତି ଯେ ପ୍ରଭୁ ଆପଣଙ୍କ ଜୀବନରେ ଏପରି ପରିସ୍ଥିତିକୁ କାହିଁକି ଆଣିଲେ। ଦ୍ୱିତୀୟ ମନୋଭାବ ଏପରି ହୋଇପାରିବ କି ଆପଣ ପ୍ରଭୁଙ୍କୁ ଧନ୍ୟବାଦ ଦେବେ ଯେ ପ୍ରଭୁ ଆପଣଙ୍କୁ ପରିସ୍ଥିତି ବିଷୟରେ ଜଣାଇଦେଲେ, ଯେପରି ଆପଣ ସଙ୍ଗେ ସଙ୍ଗେ ତାର ସମାଧାନ କରିପାରିବେ। ପ୍ରଥମ ମନୋଭାବ ଆପଣଙ୍କୁ ପ୍ରଭୁଙ୍କ ଠାରୁ ଦୂରେଇ ନେଇଯାଏ ଆଉ ନିରାଶା ମଧ୍ୟକୁ ଟାଣି ଆଣେ, କିନ୍ତୁ ଦ୍ୱିତୀୟ ମନୋଭାବ ଆପଣଙ୍କୁ ଆହୁରି ପ୍ରଭୁଙ୍କ ନିକଟବର୍ତ୍ତୀ କରିଥାଏ ଆଉ ଜୀବନରେ ଆଶାର ସଞ୍ଚାର ଆଣିଥାଏ। ଖ୍ରୀଷ୍ଟିଆନ ଜୀବନରେ ପରିସ୍ଥିତି ଠାରୁ ବଡ଼ କଥା ହେଉଛି ଆମର ମନୋଭାବ, ଯାହାକୁ ଆମେ ଇଂଲିଶରେ ଆଟିଚ୍ୟୁଡ ବୋଲି କହିଥାଉ। ପବିତ୍ର ବାଇବଲର ଫିଲିପିଓ ପୁସ୍ତକ 2:5 ଲେଖାଯାଏ, ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା ତୁମ୍ଭମାନଙ୍କର ସେହିପରି ମନ ହେଉ। ଯୀଶୁ କ୍ରୁଶରେ ଅସୀମ କଷ୍ଟ ଭୋଗିଲେ, କିନ୍ତୁ ତାଙ୍କର ମନୋଭାବ କ୍ଷମା ଓ ପ୍ରେମର ଥିଲା। ଆସନ୍ତୁ ଦେଖିବା, ଯେତେବେଳେ ଆମେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରିଥାଉ, ସେହି ସମୟରେ ଆମର ସଠିକ ମନୋଭାବ କିପରି ହେବା ଦରକାର। ପ୍ରଥମ ହେଉଛି ଆମର କୃତଜ୍ଞତାର ମନୋଭାବ ହେବା ଦରକାର। ଆମେ ବାଇବଲର ପ୍ରଥମ ଥେସଲୋନିକୀୟ 5:18 ଦେଖିବାକୁ ପାରୁ। ସେଠାରେ ଏପରି ଲେଖାଯାଏ, ସବୁ ଅବସ୍ଥାରେ ଧନ୍ୟବାଦ ଦିଅ, କାରଣ ତୁମ୍ଭମାନଙ୍କ ବିଷୟରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଏହା ଈଶ୍ୱରଙ୍କର ଅଭିମତ। ଆମେ ଯେତେବେଳେ କଷ୍ଟରେ ମଧ୍ୟ ଈଶ୍ୱରଙ୍କୁ ଧନ୍ୟବାଦ ଦେଉ, ସେତେବେଳେ ଆମର ବିଶ୍ୱାସ ଶକ୍ତିଶାଳୀ ହୁଏ। ଅଭିଯୋଗ, ଭୟ, ସନ୍ଦେହ ଏଗୁଡ଼ିକୁ ଛାଡ଼ନ୍ତୁ। ବିଶ୍ୱାସର ମନୋଭାବ। ଦ୍ୱିତୀୟ ମନୋଭାବ ଆମର ବିଶ୍ୱାସର ମନୋଭାବ ହେବା ଦରକାର। ପବିତ୍ର ବାଇବଲର ରୋମିଓ ପୁସ୍ତକ 8 କାରଣ ମୋ ବିଚାରରେ ଯେଉଁ ଗୌରବ ଆମମାନଙ୍କ ପ୍ରତି ପ୍ରକାଶିତ ହେବ, ତା ତୁଳନାରେ ଏହି ବର୍ତ୍ତମାନର କାଳର ଦୁଃଖ ଭୋଗ କିଛି ହିଁ ନୁହେଁ। କେବେ କେବେ ଆମେ ଈଶ୍ୱରଙ୍କ ପରିକଳ୍ପନା ବୁଝିପାରୁନୁ, କିନ୍ତୁ ବିଶ୍ୱାସ ଆମକୁ ଧରି ରଖେ। ଆମ ଚିନ୍ତାଧାରା ଆମର ମନୋଭାବକୁ ଗଢ଼େ। ତେଣୁ ଖରାପ ପରିସ୍ଥିତିରେ ମଧ୍ୟ ଆଶା ରଖନ୍ତୁ। ପରିସ୍ଥିତି ଖରାପ ହେଲେ ମଧ୍ୟ କହନ୍ତୁ, ପ୍ରଭୁ ଆପଣ ନିୟନ୍ତ୍ରଣରେ ଅଛନ୍ତି। ତୃତୀୟ ମନୋଭାବ ଧୈର୍ଯ୍ୟର ମନୋଭାବ। ବାଇବଲରେ ଆୟୁବଙ୍କ ଜୀବନ ଏକ ମହାନ ଉଦାହରଣ। ସେ ସବୁ କିଛି ହରାଇଲେ,
କିନ୍ତୁ ତଥାପି ସେ କହିଲେ ପ୍ରଭୁ ଦେଲେ, ପ୍ରଭୁ ନେଲେ, ପ୍ରଭୁଙ୍କ ନାମ ଧନ୍ୟ ହେଉ। ପବିତ୍ର ବାଇବଲର ରୋମିଓ ପୁସ୍ତକ 12 ପର୍ବ 2 ପଦରେ ଲେଖାଯାଏ, ତୁମ୍ଭେମାନେ ଏହି ବର୍ତ୍ତମାନ ଯୁଗର ଅନୁରୂପୀ ହୁଅ ନାହିଁ, କିନ୍ତୁ ଯେପରି ତୁମ୍ଭେମାନେ ଈଶ୍ୱରଙ୍କ ଇଚ୍ଛା କ'ଣ ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କ'ଣ ଏହା ପରୀକ୍ଷା କରି ଜାଣିପାର, ଏଥି ନିମନ୍ତେ ଆପଣା ଆପଣା ମନର ନୂତନୀକରଣ ଦ୍ୱାରା ପରିବର୍ତ୍ତିତ। ପ୍ରିୟ ଭାଇ ଓ ଭଉଣୀମାନେ, ଆମେ ସମସ୍ୟାକୁ ସବୁବେଳେ ବଦଳାଇ ପାରୁନା, କିନ୍ତୁ ଆମର ମନୋଭାବକୁ ବଦଳାଇ ପାରିବା। ଯଦି ଆମର ମନୋଭାବ ଯୀଶୁଙ୍କ ପରି ହୁଏ, ତେବେ କଷ୍ଟ ମଧ୍ୟ ଆମକୁ ଭାଙ୍ଗି ପାରିବନି। ପ୍ରାର୍ଥନା କରନ୍ତୁ ଓ ବାଇବଲ ପଢ଼ନ୍ତୁ, ଏହା ଆପଣଙ୍କ ମନକୁ ପରିବର୍ତ୍ତନ କରିଦେବ। ଆଜି ଆପଣ ଚୟନ କରନ୍ତୁ, ନିରାଶା କିମ୍ବା ଆଶା, ଭୟ କିମ୍ବା ବିଶ୍ୱାସ, ଅଭିଯୋଗ କିମ୍ବା କୃତଜ୍ଞତା। ମନେ ରଖନ୍ତୁ, ପରିସ୍ଥିତି ଆପଣଙ୍କୁ ଗଢ଼େନି, ଆପଣଙ୍କର ମନୋଭାବ ଆପଣଙ୍କୁ ଗଢ଼େ। ଯଦି ଆପଣ ଭଲ ମନୋଭାବ ରଖିବେ, ଆପଣଙ୍କ ଜୀବନ ଆଶୀର୍ବାଦରେ ପରିପୂର୍ଣ୍ଣ। ଆଜିଠାରୁ ନିଷ୍ପତ୍ତି ନିଅନ୍ତୁ, ଅଭିଯୋଗ କରିବା ଛାଡ଼ନ୍ତୁ, ବିଶ୍ୱାସରେ ରୁହନ୍ତୁ। ପ୍ରତି ସମସ୍ୟାରେ ଈଶ୍ୱରଙ୍କ ଯୋଜନାକୁ ପ୍ରତିଦିନ ଆମ ପାଖେ ଦୁଇଟି ଚୟନ ରହେ, ଖୁସି ଓ ଆଶାରେ ରହିବା କିମ୍ବା ଅସନ୍ତୋଷ ଓ ନିରାଶାରେ ରହିବା। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ ଆଉ ଜ୍ଞାନ ଦିଅନ୍ତୁ, ଯେପରି ଆପଣଙ୍କର ମନୋଭାବ ପ୍ରଭୁଙ୍କ ପରି ହେବ। ଆସନ୍ତୁ ବର୍ତ୍ତମାନ ପ୍ରାର୍ଥନା କରିବା। ହେ ପ୍ରଭୁ, ଆମକୁ ଭଲ ମନୋଭାବ ଦିଅ। ପରିସ୍ଥିତି ଖରାପ ହେଲେ ମଧ୍ୟ ଆମେ ଆପଣଙ୍କୁ ଭରସା କରିପାରିବୁ। ଆମର ମନକୁ ପରିବର୍ତ୍ତନ କର, ଯେପରି ଆମେ ସବୁବେଳେ ଆପଣଙ୍କ ଇଚ୍ଛାରେ ଚାଲିପାରିବୁ। ଯୀଶୁଙ୍କ ନାମରେ ଆମେ ପ୍ରାର୍ଥନା କରୁଛୁ, ଆମେନ୍। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଆପଣଙ୍କ ଦିନଟି ମଙ୍ଗଳ ହେଉ। ଧନ୍ୟବାଦ।